ରାୟଗଡ଼ା ଜିଲ୍ଲା ଥେରୁବାଲି ସରସ୍ୱତୀ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମ୍ପାଦକ ଶ୍ରୀଯୁକ୍ତ କାହ୍ନୁଚରଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଶ୍ରୀମତୀ ଜୟଲକ୍ଷ୍ମୀ ନାୟକ, ପ୍ରଧାନ ଆଚାର୍ଯ୍ୟ ଶ୍ରୀମତୀ ପାର୍ବତୀ ପଣ୍ଡା ଏବଂ ବରିଷ୍ଠ ଆଚାର୍ଯ୍ୟ ତଥା ବିଜ୍ଞାନ ବିଷୟ ପ୍ରମୁଖ ଶ୍ରୀମତୀ ରୂପଶ୍ରୀ ଧଳା ମଞ୍ଚାସୀନ ଥିଲେ। ସମ୍ପାଦକ କାହ୍ନୁଚରଣ ପଣ୍ଡା ଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଚାର୍ଯ୍ୟ ରୂପଶ୍ରୀ ଧଳା ଆଭିମୁଖ୍ୟ ପ୍ରଦାନ କରିଥିଲେ। ଉକ୍ତ ଦିବସକୁ ପାଳନ କରିବା ଉଦ୍ଦେଶ୍ୟରେ ଶିଶୁ ମନ୍ଦିରର ଶିଶୁ ଭାଇ ଭଉଣୀମାନେ ବିଜ୍ଞାନରେ ବିଭିନ୍ନ ପ୍ରକଳ୍ପ, ପ୍ରୟୋଗ, ଚାର୍ଟ ଇତ୍ୟାଦି ପ୍ରଦର୍ଶନ କରିଥିଲେ। ତାପରେ ଅନ୍ୟ କେତେଜଣ ଶିଶୁଙ୍କ ଦ୍ୱାରା ସଚେତନମୂଳକ ନାଟକ, ନିବନ୍ଧ, ପତ୍ରବଚନ ଓ ବୈଜ୍ଞାନିକ ଜୀବନୀ କଥା ଇତ୍ୟାଦି ସମ୍ପାଦନ ହୋଇଥିଲା। ସୌରଶକ୍ତି, ଜଳଶକ୍ତି ସଂରକ୍ଷଣ, ସୌରଶକ୍ତି ମାଧ୍ୟମରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନ, ଜଳର ବିଶୁଦ୍ଧୀକରଣ, ପରିବେଶ ସୁରକ୍ଷା, ସୁଷମ ଖାଦ୍ୟ, ଜଳଚକ୍ର, ସୌରଜଗତ ଇତ୍ୟାଦି ସ୍ଥାନ ପାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିଶୁଙ୍କ ସମେତ ଆଚାର୍ଯ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ।